ମୁଁ ବି ଶୁଣିଛି ମୋତେ ଲୋକ ଦେଖିଛନ୍ତି ମୋତେ ଫୋନ୍ କରିଛନ୍ତି ଯେ ଭାଇ ଆମେ ତୁମକୁ ଦେଖିଛୁ କିନ୍ତୁ ମୁଁ ତାଙ୍କୁ ପଚାରିଲି ଯେ ତମେ ଦେଖିଛ ନା ମୁଁ ଶୁଣିଛି। ଯାତ୍ରା ବିବାଦ ଆରମ୍ଭ ହେଇଥିଲା 2024-25 ମସିହାରେ। 24-25 ମସିହା କ୍ୟାଲେଣ୍ଡର ବଦଳିଗଲାଣି। ଅବିକା 25-26 ନୂଆ ଯାତ୍ରା ଋତୁ ଆରମ୍ଭ ହେଉଛି। ଅବିକା ଏ କଣ୍ଟ୍ରୋଭର୍ସିକୁ ଯଦି ଆମେ ବନ୍ଦ ନ କରିବା ଲୋକ ନାଟକ ଅପେକ୍ଷା ବିବାଦରେ ବେଶୀ ମୁଣ୍ଡ ଦେବେ। 2026-2030 5 ବର୍ଷ ପାଇଁ ମୁଁ ଅପେରା ସିଂହବାହିନୀ ସାଙ୍ଗରେ ଚୁକ୍ତିବଦ୍ଧ ହେଇ ସାରିଛି। ବହୁତ ଆପଣ ଭଳି ସାମ୍ବାଦିକ ଭାଇମାନଙ୍କର ବହୁତ କଥା ଥିଲା ଯେ ଭାଇ ଆପଣଙ୍କ ନାଁରେ ଏତେ କଥା ଆସିଲାଣି କ'ଣ ଟିକେ କୁହନ୍ତୁ, କିନ୍ତୁ ସମୟ ହେଇପାରୁନଥିଲା ଯେହେତୁ ସ୍ୱଳ୍ପ ସମୟର କଥା, ତେଣୁ ସମସ୍ତଙ୍କୁ ଏକାଠି ଡକାଇଛି। ଆମେ ଗୋଟେ ପରିବାର ଭଳି ଏକାଠି ଓକେ ପଚାରିବା ଭାଇ 2025-26 ପାଇଁ ଚର୍ଚ୍ଚା ଗତକାଲି ଚର୍ଚ୍ଚା ହଉଛି କି ଆପଣ କୁଆଡେ ସିଂହବାହିନୀରେ ଯୋଗ ଦେଉଛନ୍ତି, ଏ କଥାଟି ସତ ନା ମିଛ ଟିକେ ସ୍ପଷ୍ଟୀକରଣ ଦେବେ। ସିଂହବାହିନୀର ଷ୍ଟାରକାଷ୍ଟ ପୁରା ଡିକ୍ଲେୟାର ହେଇସାରିଛି। ତାଙ୍କର ଆଖଡ଼ା ପୂଜା ହେଇସାରିଛି। ଆଖଡ଼ା ପୂଜାର ଭିଡ଼ିଓ ଫଟୋ ସବୁ ମଧ୍ୟ ସୋସିଆଲ ମିଡ଼ିଆରେ ଅଛି। ଲୋକମାନେ କେବଳ ସେଇ ଚିନ୍ତାରେ ଥିଲେ ଯେ ପିୟୁଷ ସୂର୍ଯ୍ୟ ମନ୍ଦିରର ରିହର୍ସାଲରେ ପହଞ୍ଚି ପାରିଲେନି, କାଳେ ସିଂହବାହିନୀ ରିହର୍ସାଲକୁ ଯିବେ। ସେମିତି କିଛି ନାହିଁ, ଆରାମସେ ମୁଁ ଯେଉଁ ଜାଗାରେ ଅଛି ଭଲରେ ଅଛି। କାଲି ଆପଣଙ୍କୁ ସିଂହବାହିନୀର ଆଖଡ଼ା ସ୍ଥଳରେ କିଛି ଲୋକ ଦେଖିଥିବାର ମଧ୍ୟ ପ୍ରଶ୍ନ ଉଠୁଥିଲା, ସତ କି ଆପଣ ଯାଇଥିଲେ କି? ମୁଁ ବି ଶୁଣିଛି ମୋତେ ଲୋକ ଦେଖିଛନ୍ତି, ମୋତେ ଫୋନ୍ କରିଛନ୍ତି ଯେ ଭାଇ ଆମେ ତୁମକୁ ଦେଖିଛୁ କିନ୍ତୁ ମୁଁ ତାଙ୍କୁ ପଚାରିଲି ଯେ ତମେ ଦେଖିଛ ନା ମୁଁ ଶୁଣିଛି। ତେଣୁ ସେ ଶୁଣିବା ଲୋକଟା ଯେଉଁ ଶୁଣେଇଛି ସେଇ ଲୋକଟା ହେଉଛି ମୁଖ୍ୟ। ଯିଏ ଶୁଣେଇ ଦେଇଛି ଯେ ପିୟୁଷ ଏଇଠି ଅଛନ୍ତି, ଏଇଟା ହେଉଛି ଡବଲ ରୋଲ୍ ନାହିଁ। ଶୁଣିବା କାନ ଶୁଣିବା କଥାଟା ବହୁତ ଦୂର ଯାଇପାରେ ନା। ଭାଇ ଅବିକା ସୀମାଙ୍କୁ ପଚାରିଲି, ମୁଁ କହିଲି ଆପଣ ଦେଖିଛନ୍ତି ନା ମୁଁ ଶୁଣିଛି। ବାସ୍, ସିଏ ବି ଯାହାକୁ ପଚାରିବେ ଯେ ତମେ ମୋତେ ଏଇ କଥାଟା କହିଥିଲ, ଏ କଥା କ'ଣ ହେଲା ନା ମୁଁ ବି ଶୁଣିଛି। ତେଣୁ ଅବିକା ମୁଖ୍ୟ ଲୋକକୁ ଖୋଜୁ ଖୋଜୁ ସିଏ ପୁଣି ଯିବ, ବିବାଦ ବଢ଼ିଯିବ। କ୍ଷିତୀଶ କ୍ଷିତୀଶ ଅଛି ବା ନା 2025-26 ଘରେ ମୋ ବାପାଙ୍କ ପାଟିରେ। ନିହାତି ନିହାତି ଏ କଣ୍ଟ୍ରୋଭର୍ସି ଏଠୁ ଏଣ୍ଡ କରିଦେବା ଦରକାର। କାହିଁକିନା ଯାତ୍ରା ବିବାଦ ଆରମ୍ଭ ହେଇଥିଲା 2024-25 ମସିହାରେ। 24-25 ମସିହା କ୍ୟାଲେଣ୍ଡର ବଦଳିଗଲାଣି। ଅବିକା 25-26 ନୂଆ ଯାତ୍ରା ଋତୁ ଆରମ୍ଭ ହେଉଛି। ଅବିକା ଏ କଣ୍ଟ୍ରୋଭର୍ସିକୁ ଯଦି ଆମେ ବନ୍ଦ ନ କରିବା ଲୋକ ନାଟକ ଅପେକ୍ଷା ବିବାଦରେ ବେଶୀ ମୁଣ୍ଡ ଦେବେ, ଯେଉଁଟାକି ଯାତ୍ରା ଜଗତ ଉପରେ ବିପଦ ଆସିବ। ତେଣୁ ଏ ବିବାଦକୁ ଏଇଠି ଅନ୍ତ କରିକି ମୁଁ ପୁଣିଆ ଛାଡ଼ିଦେବା ଦରକାର। ମାଲିକ ହୁଅନ୍ତୁ, କଳାକାର ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ପ୍ରତ୍ୟେକ ମଣିଷ ଯେଉଁମାନେ ଯାତ୍ରା ସହିତ ସଂଶ୍ଳିଷ୍ଟ, ମୁଁ ପୁଣିଆ ଛାଡ଼ି ବର୍ତ୍ତମାନ ସମୟ ଆସି ଆମେ ହେଇଯିବା। ଯଦି ଆମେ ହେଇଯିବା ବିବାଦର ଅନ୍ତ ଘଟିଯିବ। ମୁଁ କହୁନି ଯେ ଆମେ ଭାବିଲି ମୋତେ ତା ଭିତରେ ନିଅନ୍ତୁ ମୁଁ ଯାତ୍ରା କରିବି, ସେ କଥା ହିଁ ମୁଁ କହୁନି। ଆପଣମାନେ ଏକାଠି ହୁଅନ୍ତୁ, ଆପଣମାନେ ଏକାଠି ହୁଅନ୍ତୁ। ଏକାଠି ହେଲେ ହିଁ ମୁଁ ପୁଣିଆ ପଳେଇଯିବ, ଆମେ ଆସିବ। ଆଉ ଯେଉଁଠି ଆମେ ଆସିବ ସେଠି ଏକତା ବଢ଼ିଯିବ ଏବଂ ଯାତ୍ରା ଜଗତ ନିହାତି ଆଗକୁ ଯିବ। ନା ନା ସେ କଥା ନୁହଁ। ମୁଁ କ'ଣ ମହାପୁରୁଷ? ମୁଁ କେବେ କହିବି ଯେ ମୋ ଜୀବନ ପଛେ ନରକ ପଡ଼ିଥାଉ? ଯଦି ସମସ୍ତେ ଭଲରେ ରହିବେ ସେତେବେଳେ ସେ ନିହାତି ଚିନ୍ତା କରିବେ ଯେ ଆମେ ତ ସମସ୍ତେ ଭଲରେ ଅଛୁ, ପିୟୁଷଟା କାହିଁ ଘରେ ରହିବ, ସିଏ ବି କାମ କରୁ। ପ୍ରଥମେ ସମସ୍ତେ ଭଲରେ ରହିବା ଦରକାର, ତାପରେ ଯାଇକି ମୋ କଥା ଆସିବ। ଆଜ୍ଞା ନା, ଆପଣ ଏଇ କେତେଜଣ ବଡ଼ ବଡ଼ କଳାକାର ଯେଉଁମାନଙ୍କ ନାଁରେ ବିବାଦ ଉଠିଥିଲା ସେଇମାନେ ଚାକିରି ପାଇଲେ, ସେଇ କଥାଟି ଆପଣ ଶୁଣିଛନ୍ତି। ବହୁତ କଳାକାର ଅଛନ୍ତି ଯେଉଁମାନେ କି ଏପର୍ଯ୍ୟନ୍ତ ବି କୌଣସି ପାର୍ଟିରେ ନିୟୋଜିତ ହୋଇପାରିନାହାନ୍ତି। ତାଙ୍କ ପେଟ ପାଟଣା ବହୁତ ଖରାପ। କିନ୍ତୁ ଆପଣ କହିଥିଲେ ୟା ପୂର୍ବରୁ ଯେତେବେଳେ ସରିଲା ଯାତ୍ରା ସରିଲା, ଛୁଟି ହେଲା, ଆପଣ କହିଥିଲେ ଯଦି ସଂଘ ଚାହିଁବ ପୁଣି ମୁଁ ଆସିବି। ହଁ, ଆପଣ ସଂଘ ଚାହୁଁନି? ସଂଘ କହୁଛନ୍ତି, ସଂଘ ଆମକୁ କହିଛନ୍ତି ଯେ ଆମେ କଥା ହେଇଥିଲୁ, ସେ ପ୍ରତିକ୍ରିୟା ରଖିଥିଲେ। ବହୁତ ବଢ଼ିଆ ପ୍ରଶ୍ନଟେ ଭାଇ ଆପଣ ପଚାରିଲେ। ଯେଉଁଦିନ ଭୁବନେଶ୍ୱରରେ ମିଟିଂ ହେଉଥିଲା, ପଇସା ଫେରା ହେଲା, ସବୁ ହେଲା, ତା ପରଠୁ ମୁଁ ଯେତେବେଳେ ବି କହିଛି ମୁଁ ଗୋଟିଏ କଥା କହିଛି ଏବଂ ମୋତେ ବହୁତ ଭାଇମାନେ ବି ପଚାରୁଛନ୍ତି, ରିପୋର୍ଟର ଭାଇମାନେ, ଯେ ଭାଇ ଆପଣ ତ ସୁସ୍ଥ ଅଛନ୍ତି, ଆପଣ ତ କାମ କରୁଛନ୍ତି, ତାହେଲେ ଆପଣଙ୍କ ଦେହ ଖରାପ କେମିତି ହେଲା? ମୁଁ ସବୁବେଳେ ଗୋଟିଏ କଥା କହିଛି, ଏଇଟା ହେଉଛି ଗୋଟେ ସମସ୍ୟାର ସମାଧାନ। ଗୋଟେ ସମସ୍ୟାର ସମାଧାନ ଦରକାର ଥିଲା, ସେଥିପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖି ଘରେ ରହିବା ପାଇଁ ପଡ଼ିଲା। ଆଉ କ'ଣ ମୋ ପାଇଁ ମାଲିକ ହଣାହଣି ହେଇଥାନ୍ତି, ମରାମରି ହେଇଥାନ୍ତି, ତାହେଲେ ମୋ ମନ ଶାନ୍ତି ହେଇଥାନ୍ତେ? ମୁଁ ତ ଭୁଲ କରିଛି, ମୋ ପାଇଁ ଆଉ ଦୁଇ ଜଣଙ୍କୁ ନିଜ ନିଜ ଭିତରେ କାହିଁକି କଳହ କରିବି? ତେଣୁ ମୁଁ ଘରେ ରହିଗଲି। ମୋ କ୍ୟାରିୟରରେ କେବେ ବ୍ୟାନ୍ ଶବ୍ଦ ନ ଲାଗୁ। ମୁଁ ଏମିତି କିଛି ଗୋଟେ ଭୁଲ କରିନି କି ଯାହା ପାଇଁ ଗୋଟେ ବ୍ୟାନ୍ ଶବ୍ଦ ଲାଗେ। ସଂଘ କହୁଛି ଆଜ୍ଞା ଆମେ ତାଙ୍କୁ ବ୍ୟାନ୍ କରିବୁ, ଆଜ୍ଞା କଥା କ୍ଲିୟର ହେଇକି ଅଛି। କାହିଁକିନା ଏଇ କିଛି ଦିନ ତଳେ ଦେଖିଥିବେ ମୁଁ ଯେଉଁ ପାର୍ଟିରେ କାର୍ଯ୍ୟରତ ଥିଲି, ସୂର୍ଯ୍ୟ ମନ୍ଦିର, ସେଇ ପାର୍ଟିର ଓନର ଯିଏ ଆମ କାଳିଆ ବାବୁ, ସିଏ କହିଛନ୍ତି ଯେ ପିୟୁଷ ସୁସ୍ଥ ହେଲେ ସୂର୍ଯ୍ୟ ମନ୍ଦିର ଆସିବେ, କାମ କରିବେ। ଯଦି ଆଉ କେଉଁ ପେଣ୍ଡାଲକୁ ଗଲେ ମୁଁ ଆଇନ ତ କାର୍ଯ୍ୟାନୁଷ୍ଠାନ ନେବି।
ଏବଂ ଏପଟେ ସିଂହବାହିନୀର ମାଲିକ ପାଢ଼ୀ ବାବୁ ଆମବାବୁ ସିଏ ବି ସେଇ କଥା କହିଛନ୍ତି। ପିୟୁଷ ମୋ ସଙ୍ଗେ ଅନୁମୋଦିତ ହେଇଥିଲେ, କିନ୍ତୁ ପିୟୁଷ ଏଠିକି ଆସିବା କଥା ହେଲା ପରେ ମାଲିକମାନେ ସଂଘ ମୋତେ ସପୋର୍ଟ କଲେନି। ତେଣୁ ଏଇଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାଗଫଳ ଛିଣ୍ଡିଲାନି। ଯେହେତୁ ଭାଗଫଳ ଛିଣ୍ଡିଲାନି, ତେଣୁ ରଫ୍ ଖାତାଟିକୁ ଚିରି ଦିଆଗଲା। ଏତିକି ଅଛି କଥା। ପିୟୁଷ କେତେବେଳେ ଇଜ୍ ଇକ୍ୱାଲ୍ ଟୁ କେତେବେଳେ ବାହାରିବ ପିୟୁଷ ଉପରେ? 26-27 ବାହାରିବ? ହଁ ନିହାତି। 26 କମ୍ପ୍ଲିଟ୍? କାହିଁକି ନା 26 ମସିହାରୁ ଅପ୍ ଟୁ 30 ମସିହା ପର୍ଯ୍ୟନ୍ତ ଏଇ ଯେଉଁ 2 ବର୍ଷରେ ପାର୍ଟି ବଦଳେଇ ଦେବା କଥା କହିଥିଲି, ଏ କଥାକୁ ନେଇ ମଧ୍ୟ ବହୁତ ବିବାଦ ଉପୁଜିଥିଲା। ମୁଁ ଯଦି ସବୁବେଳେ ବିବାଦରେ ମୁଣ୍ଡ ରଖିବି, ମୁଁ କାମ କରିବି କେତେବେଳେ? ତେଣୁ ଦର୍ଶକ ତ ଆପଣଙ୍କୁ ଚାହୁଁଛନ୍ତି ନା। ଦର୍ଶକ ଚାହୁଁଛନ୍ତି, ମୋତେ ଚାହୁଁନାହାନ୍ତି। ମୁଁ କରୁଥିବା କାମଟିକୁ ଚାହୁଁଛନ୍ତି। ତେଣୁ ସେ କାମଟି ସୁରୁଖୁରୁରେ ଦର୍ଶକଙ୍କ ପାଖରେ ପହଞ୍ଚିବା ଦରକାର। ତେଣୁ ଏ ବିବାଦଠୁ ମୁକ୍ତ ହେଇକି କେମିତି କାମରେ ମନ ଦେଇ ଦର୍ଶକଙ୍କ ପାଇଁ କାମ କରିବା, ସେଥିପାଇଁ ମୁଁ 26 ମସିହାରୁ 30 ମସିହା ପର୍ଯ୍ୟନ୍ତ 2026ରୁ 2030 5 ବର୍ଷ ପାଇଁ ମୁଁ ଅପେରା ସିଂହବାହିନୀ ସାଙ୍ଗରେ ଚୁକ୍ତିବଦ୍ଧ ହେଇ ସାରିଛି। 26-27 ହଁ, ଏଇ ବର୍ଷ ପରେ ନୂଆ ବର୍ଷ ଆସିବା ପରେ ମୁଁ ଯିବି ଯେ ସିଂହବାହିନୀକି ଏକାଥରେ 5 ବର୍ଷ ପାଇଁ। ସେ ଏବେ କହୁଛନ୍ତି ଯେଉଁ ସଭାପତି ତାଙ୍କର ଅଛନ୍ତି ବା ତାଙ୍କ ସଂଘ, ସେ କହୁଛନ୍ତି କି ପିୟୁଷ ଗୋଟେ ଭିଡ଼ିଓ କରନ୍ତେ ଯେ ମୁଁ ଯିବାକୁ ଚାହୁଁଛି ଫିଟ୍ ଅଛି, କାରଣ ଆମେ ଡାକୁନୁ। ଭାଇ ଆପଣ ତ ଟିକେ ଆଗରୁ କହିଲେ ଯେ ଯେଉଁଦିନ ପାର୍ଟି ଛୁଟି ହେଲା ଆପଣ କହିଲେ ଯେ ମାଲିକ ସଂଘମାନେ ଯଦି ନିଷ୍ପତ୍ତି ନେବେ ମୁଁ କାହିଁ କାମ କରିବିନି। ସେ ଆମେ ମନା କରୁନୁ, ସେ ନିଜେ ତାଙ୍କ ବାପା କହିଛନ୍ତି ତାଙ୍କ ଦେହ ଭଲ ନାହିଁ, ସେ ଯିବେନି। ଆପଣମାନେ କଥାଟାକୁ ପୁଣି ଖେଳେଇଲେ। ଯଦି ପଚାରୁଛନ୍ତି ମୁଁ କହୁଛି ଯେଉଁ ମାଲିକମାନେ ଥିଲେ ସେମାନେ ଯାତ୍ରାରେ ପୁରୁଣା ନୁହଁ, ନୂଆ ନୁହଁ, ବହୁତ ପୁରୁଣା ମାଲିକ। ଯେତେବେଳେ ମୁଁ କହିଲି ଯେ ମୋ ଦେହ ଖରାପ ଅଛି ମୁଁ ଘରେ ରହିଯିବି, ସେମାନେ କ'ଣ ଜାଣିପାରିଲେନି ଯେ ପ୍ରକୃତରେ ପିୟୁଷ ଏବେ କାମ କରୁଛି 3 ମାସ ପରେ ତା ଦେହ କେମିତି ଖରାପ ହେବ? ନା, ଘଟଣା ସେୟା ନୁହଁ। ସମସ୍ୟାର ସମାଧାନ ଦରକାର ଥିଲା। ସେ ସମସ୍ୟାଟା ଛୋଟ ହେଲେ ବି ଗଣ୍ଠି ପଡ଼ି ପଡ଼ି ସେ ସୂତାଟା ଏତେ ମୋଟା ହେଇଯାଇଥିଲା, ତା'ର ଗୋଟେ ସମାଧାନ ଦରକାର ଥିଲା। ତେଣୁ ସମାଧାନ ହେଇଗଲା। ଏ ସମାଧାନରେ ଆମେ ଖୁସି ହେବା ଦରକାର। ଏ ସମାଧାନରୁ ଯଦି ବିବାଦ ଖୋଜିବା, ଅନେକ କେନା ବିବାଦ ବାହାରିବ। ମାଲିକ ସଂଘ କହିଥିଲା ଯଦି ପିୟୁଷ ଲିଖିତ ଆକାରରେ ଦେଇଥାନ୍ତେ ତାହେଲେ ହୁଏତ ଏ ବର୍ଷ ତାଙ୍କୁ ପୁଣି ଡକାଯାଇଥାନ୍ତା ଯାତ୍ରାକୁ। ଲିଖିତ ଆକାରରେ କ'ଣ ଦେବି? ଇଏ କ'ଣ ମାନେ ମୁଁ ତ ମୁହଁ ଖୋଲିକି କହିଲି, ମୁହଁ ଖୋଲି କହିବାଠୁ ବଡ଼ କ'ଣ ଅଛି? ତେଣୁ ମୁଁ ଜାଣିଛି ଏ ସମସ୍ୟାର ସମାଧାନ ହେଇପାରିବ ନାହିଁ। ମାନେ ବିବାଦ ମାଲିକ କରୁଛନ୍ତି ନା, କିଏ କରୁଛନ୍ତି ମୁଁ କହିବିନି, କିନ୍ତୁ ଏ ବିବାଦର ଅନ୍ତ ହେଇପାରିବ ନାହିଁ ଯେଉଁ ଯାଏ ଆମେ ମୁଁ ନ ଛାଡ଼ିଛି। ଆପଣ ସେଥିପାଇଁ ବର୍ଷେ ବିରତି ନେଲେ ଯେ କି ସମାଧାନ ହେଇଯିବ। ମୋ ପକ୍ଷରୁ ଯେଉଁ ଭୁଲଟା ହେଇଥିଲା, ମୋ ପାଇଁ ଯେଉଁ ମାଲିକଙ୍କ ଭିତରେ ଦ୍ୱନ୍ଦ୍ୱ ଉଠିଥିଲା, ଅନ୍ତତଃ ପକ୍ଷେ ମୋ ଦ୍ୱାରା ହେଇଥିବା ଦ୍ୱନ୍ଦ୍ୱର ସମାଧାନ ହେଇଯାଉ। ଆପଣଙ୍କ ପାଇଁ ଦ୍ୱନ୍ଦ୍ୱ ଦୂର ହେବା ପାଇଁ ଆପଣ କହୁଛନ୍ତି, କିନ୍ତୁ ଯେଉଁ ମାଲିକ ସଂଘର କଥାକୁ ନେଇକି ଆପଣ ଘରେ ବସୁଛନ୍ତି, ସେ ମାଲିକ ସଂଘରେ ସମନ୍ୱୟ ନାହିଁ। ସେ ମାଲିକ ସଂଘରେ ଗୋଟେ ମାଲିକଙ୍କ କଥା ଶୁଣା ଯାଉନାହିଁ, ଅଲଗା ମାଲିକଙ୍କ କଥା ମାନେ ଗୋଟେ ଏକପାକ୍ଷିକ ଆଲୋଚନା ହେଲା ଭଳିଆ ହେଉଛି। ମୁଁ ବି ଦେଖିଛି ଯେ ମାଲିକ ସଂଘ ନିଷ୍କ୍ରିୟ ଥିଲା, କିନ୍ତୁ ମୋ ବିବାଦ ଉଠିବା ପରେ ମାଲିକ ସଂଘ ସକ୍ରିୟ ହୋଇ ଉଠିଲେ ଏବଂ ନିଷ୍ପତ୍ତି ଉପରେ ନିଷ୍ପତ୍ତି ବଢ଼ି ଚାଲିଲା, ଯଦ୍ୱାରା ସବୁ ବ୍ୟାନ୍ ହେଲା, ଏସା ହେଲା, ତେସବୁ କାମ ବଢ଼ି ଚାଲିଲା। ହୁଏତ ମୁଁ ଭୁଲ କରିଥାଇପାରେ, କିନ୍ତୁ ମାଲିକ ସଂଘ ତ ଏକାଠି ହେଇଗଲେ ନା। ଯଦି ଆମ ବାପା ଦାଦା ସମସ୍ତେ ଏକାଠି ହେଇଗଲେ ତ ନିହାତି ଆ ପରେ ଘର ପାଇଁ ଭଲ ସମୟ ଆସୁଛି। ଯେଉଁଠି ଘରଟା ଭାଙ୍ଗିକି ଥିଲା, ମୋ ବାପା ଅଲଗା ଜାଗାରେ ଥିଲେ, ମୋ ଦାଦା ଅଲଗା ଜାଗାରେ ଥିଲେ, ସମସ୍ତେ ଅଲଗା ହେଇକି ଥିଲେ, ବର୍ତ୍ତମାନ ସଂଘବଦ୍ଧ ହେଇଗଲେ, ସବୁ ମାଲିକ ଏକାଠି ହେଇଗଲେ। ତେଣୁ ଆ ପର ଷ୍ଟେପ୍ଟା ଘରର ଉନ୍ନତିଟା ନିଶ୍ଚିନ୍ତ। ଯାତ୍ରା ଜଗତ ଆଜ୍ଞା